ଜଗତର ନାଥ ଜଗନ୍ନାଥ ଯିଏକି ସୁନ୍ଦର ସୃଷ୍ଟିର ରଚୟିତା। ତାଙ୍କର ଅନେକ ଗୁଡ଼ିଏ ମନ୍ଦିରମାନ ଆପଣମାନେ ଦେଖିଥିବେ, କିନ୍ତୁ ବାଲେଶ୍ୱରର ମିତ୍ରପୁରଠାରେ ଥିବା ଇମାମି ଜଗନ୍ନାଥ ମନ୍ଦିର ଯିଏକି ଓଡ଼ିଶାର ତୃତୀୟ ଶ୍ରୀକ୍ଷେତ୍ର ନାମରେ ପରିଚିତ। ତେବେ ଚାଲନ୍ତୁ ଇମାମି ଜଗନ୍ନାଥ ମନ୍ଦିରରେ ଥିବା ସେ ବଡ଼ ଠାକୁରଙ୍କର ଦର୍ଶନ ସହିତ ମନ୍ଦିରର ପରିଦର୍ଶନ ମଧ୍ୟ କରିବା। ଯଦି ଆପଣମାନେ ବାଇକ୍ ନେଇକି ଆସିଥିବେ ତେବେ ଆପଣମାନେ ଏଠାରେ ପାର୍କିଂ କରିପାରିବେ। Good evening friends. So hello, hi, namaskar. Welcome back to my new video. Hold me close till I get up. Time is barely on our side. I don't wanna waste what's left. The storms we chase are leading us, and love is all we'll ever trust. Yeah, no, I don't wanna waste what's left. And on we'll go, through the wastelands, through the highways, till my shadow turns to sun rays. And on we'll go, through the wastelands, through the highways, and on we'll go. Through the highways, till my shadow turns to sun rays. And on we'll go, through the wastelands, through the highways, and on we'll go. ଭକ୍ତି ଓ ଶାନ୍ତିର ଏକ ଅଦ୍ଭୁତ ସ୍ଥଳ ଇମାମି ଜଗନ୍ନାଥ ମନ୍ଦିର, ଯାହା ଓଡ଼ିଶାର ବାଲେଶ୍ୱର ଜିଲ୍ଲାରେ ଅବସ୍ଥିତ ଅଛି। ଏହା ଏକ ଆଧୁନିକ ଧାର୍ମିକ ଆଶ୍ଚର୍ଯ୍ୟ। ପୁରୀର ପବିତ୍ର ଜଗନ୍ନାଥ ମନ୍ଦିରରୁ ପ୍ରେରଣା ନେଇ ଏହା ଗଢ଼ାଯାଇଅଛି, ଯାହା ଦେଖିଲେ ଭକ୍ତଙ୍କ ମନରେ ଗଭୀର ଭକ୍ତି ଜାଗ୍ରତ ହୁଏ। ମନ୍ଦିର ପରିସର ଭିତରକୁ ପଶିଲେ ଏକ ଦିବ୍ୟ ଶାନ୍ତିର ଅନୁଭୂତି ମିଳେ। Yo no taca, taca.
କେତେ ସୁନ୍ଦର ଏ ବଗିଚା। ବିଭିନ୍ନ ରଙ୍ଗର ଫୁଲ ଏଠାରେ ଫୁଟିଛି, ଯାହାକୁ ଦେଖିଲେ ମନ ଖୁସିରେ ଭରି ଯାଉଛି। ଆଉ ଏ ମନ୍ଦିରର ଘଣ୍ଟ, ଦୀପ, ଧୂପର ବାସ୍ନା ମନରେ ଥିବା ସମସ୍ତ ଦୁଃଖ ଅସୁବିଧାକୁ ଦୂରେଇ ଦେଉଛି। ସମଗ୍ର ବିଶ୍ୱର ନାଥ ମହାପ୍ରଭୁ ଶ୍ରୀ ଜଗନ୍ନାଥ, ଯାହାଙ୍କ ଦର୍ଶନରେ ମିଳେ ଶାନ୍ତି, ଯାହାଙ୍କ ନାମରେ ମିଳେ ମୁକ୍ତି। ଆସନ୍ତୁ ମହାପ୍ରଭୁଙ୍କ ଶରଣରେ ଯାଇ ଜୀବନକୁ ପବିତ୍ର କରିବା। ମନ୍ଦିର ଚାରିପାଖରେ ସୁନ୍ଦର ଉଦ୍ୟାନ, ସୁନ୍ଦର ଶିଳ୍ପକଳା, ପରିଷ୍କାର ପରିବେଶ ଓ ଆତ୍ମିକ ଶାନ୍ତି ଏସବୁ ମିଶି ଏହି ସ୍ଥଳକୁ ଏକ ପବିତ୍ର ତୀର୍ଥର ରୂପ ଦେଇଛି। Close till I get up. Time is barely on our side. I don't wanna waste what's left. The storms we chase are leading us, and love is all we'll ever trust. Yeah, no, I don't wanna waste what's left. And on we'll go, through the wastelands, through the highways, till my shadow turns to sun rays. And on we'll go, through the wastelands, through the highways. And on we'll go. ଶ୍ରୀ ଜଗନ୍ନାଥ ମହାପ୍ରଭୁ ହେଉଛନ୍ତି ସମଗ୍ର ବିଶ୍ୱର ନାଥ। ଶ୍ରୀ ଜଗନ୍ନାଥ ମହାପ୍ରଭୁ ଓଡ଼ିଶାର ଆରାଧ୍ୟ ଦେବତା ଓ ଭାରତର ଏକ ଅତ୍ୟନ୍ତ ପବିତ୍ର ଦେବତା। ସେ ଏହି ଶ୍ରୀମନ୍ଦିରରେ ଶ୍ରୀ ବଳଭଦ୍ର ଓ ମା ସୁଭଦ୍ରାଙ୍କ ସହିତ ବିରାଜମାନ କରୁଛନ୍ତି। ଜଗନ୍ନାଥ ମହାପ୍ରଭୁ ସମଗ୍ର ବିଶ୍ୱର ନାଥ ଭାବରେ ପୂଜିତ।
ତାଙ୍କର ଆକୃତି ଅତ୍ୟନ୍ତ ଭିନ୍ନ ଓ ଅଦ୍ଭୁତ। ବଡ଼ ଚକ୍ଷୁ, ଛୋଟ ହାତ ଓ ପାଦ ନଥିବା ମୂର୍ତ୍ତି। ମାନବତା, ସମତା ଓ ସରଳତାର ପ୍ରତୀକ। ଜଗନ୍ନାଥ ମହାପ୍ରଭୁ ଜାତି, ଧର୍ମ, ବର୍ଗ ଭେଦ ଛାଡ଼ି ସମସ୍ତଙ୍କୁ ସମାନ ଭାବରେ ସ୍ନେହ କରନ୍ତି। ଜଗନ୍ନାଥ ହେଲେ ଦୟାଳୁ, ସମସ୍ତଙ୍କର ଭଗବାନ। ଗରିବ, ଧନୀ, ଉଚ୍ଚ ନୀଚ ସମସ୍ତଙ୍କ ପାଇଁ ସମାନ। ସେଇଥିପାଇଁ ତ ସେ ପତିତ ପାବନ ବୋଲାଏ, ଅର୍ଥାତ୍ ପାପୀଙ୍କୁ ମଧ୍ୟ ଉଦ୍ଧାର କରୁଥିବା ଭଗବାନ ସେ। ତେଣୁ ଜଗନ୍ନାଥ ଭୟର ଭଗବାନ ନୁହେଁ, ସେ ହେଲେ ପ୍ରେମର ଭଗବାନ। ଯେଉଁମାନେ ପୁରୀ ଯିବାକୁ ସମୟ ବା ସୁଯୋଗ ପାଉନାହାନ୍ତି, ସେମାନଙ୍କ ପାଇଁ ଏହି ମନ୍ଦିର ଏକ ଦିବ୍ୟ ବିକଳ୍ପ। ଏଠାରେ ଆସି ଭକ୍ତମାନେ ଜଗନ୍ନାଥଙ୍କର କୃପା ଓ ଆଶୀର୍ବାଦ ଅନୁଭବ କରନ୍ତି। ଏକମାତ୍ର ଭଗବାନ ଯିଏ ନିଜ ରଥରେ ବସି ଭକ୍ତଙ୍କ ନିକଟକୁ ଯାଆନ୍ତି, ସେ ହେଲେ ଜଗନ୍ନାଥ। ଏହା ତାଙ୍କ ଦୟା ଓ ଭକ୍ତ ପ୍ରେମର ପ୍ରମାଣ। Yo no taca, taca. Dime taca, yo no taca, taca. Hold me close till I get up. ଏ ହେଉଛି ଜୋତା ଷ୍ଟାଣ୍ଡ। ଆପଣମାନେ ପ୍ରଥମେ ଆସି ଆପଣଙ୍କ ଜୋତାକୁ ଏଠାରେ ରଖିପାରିବେ ଏବଂ ମନ୍ଦିର ପରିଦର୍ଶନ କରିପାରିବେ। ଏବଂ ଏହି ଜୋତା ଷ୍ଟାଣ୍ଡରେ ସମ୍ପୂର୍ଣ୍ଣ ଭାବରେ ଦେୟମୁକ୍ତ। ଏଇ ଦେଖନ୍ତୁ, ମହାପ୍ରଭୁ ଜଗନ୍ନାଥଙ୍କର ଟଙ୍କ ତୋରାଣୀ ଏଠାରେ ମିଳେ। ଆପଣମାନେ ଚାହିଁଲେ ଟଙ୍କ ତୋରାଣୀ ପିଇପାରିବେ ଏଠି। ଏବଂ ଏପଟେ ଦେଖନ୍ତୁ, ମହାପ୍ରଭୁ ଜଗନ୍ନାଥଙ୍କର ମହାପ୍ରସାଦ ଏଠାରେ ମିଳେ। ବିଭିନ୍ନ ପ୍ରକାରର ପ୍ରସାଦ ମହାପ୍ରଭୁଙ୍କର ଏଠାରେ ମିଳେ। ଆପଣମାନେ ଚାହିଁଲେ ଏହି ପ୍ରସାଦ ନେଇ ଆପଣମାନେ ଆପଣଙ୍କର ଘରକୁ ମଧ୍ୟ ଯାଇପାରିବେ। Close till I get up. Time is barely on our side. I don't wanna waste what's left. ଆପଣମାନେ ଦେଖିପାରୁଥିବେ, ଏ ହେଉଛି ଆନନ୍ଦ ବଜାର। ମହାପ୍ରଭୁ ଜଗନ୍ନାଥଙ୍କର ମହାପ୍ରସାଦ ଏଠାରେ ମିଳେ। ସମସ୍ତେ ଏଠାରେ ଏକାଠି ସାଥି ହୋଇ ଖାଆନ୍ତି। ସେ ଯେକୌଣସି ଜାତି, ଧର୍ମ, ଧନୀ ହେଉ ବା ଗରିବ ହେଉ, ସମସ୍ତଙ୍କ ପାଇଁ ଏହା ସମାନ। ସମସ୍ତେ ଏଠାରେ ଏକାଠି ବସି ଖାଆନ୍ତି। ତେଣୁ ଏହା ହେଉଛି ସମତାର ସନ୍ଦେଶ।
ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ଆପଣମାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ଯଦି ଭିଡ଼ିଓଟି ଆପଣଙ୍କୁ ପସନ୍ଦ ଆସିଥାଏ ତେବେ ଗୋଟିଏ ଲାଇକ୍, ସେୟାର ଏବଂ କମେଣ୍ଟ ତା ସହିତ ସବସ୍କ୍ରାଇବ୍ କରିବାକୁ ଜମାରୁ ଭୁଲିବେ ନାହିଁ। ରହୁଛି, ଧନ୍ୟବାଦ।